ଆଖିର କପୋତ ମୋର କବି ଗୁରୁପ୍ରସାଦ ମହାନ୍ତି। ଆଖିର କପୋତ ମୋର ଆକାଶର ଇସ୍ପାତ ଦେହରେ ବାଧା ପାଇ ପ୍ରତିଦିନ ଫେରିଆସେ ଏହି ପୃଥିବୀକୁ, ଯେଉଁଠାରେ ତୁମେ କର ପ୍ରତିଦିନ ବିଜନ ପ୍ରତୀକ୍ଷା, ଜରା ମୃତ୍ୟୁ ବ୍ୟାଧି ପୁଣି ଜୀବନର ଅର୍ଥ ବୁଝିବାକୁ। ସମୁଦ୍ରର ଢେଉ ସବୁ ଛୋଟ ଛୋଟ ହାତ ପାପୁଲିରେ ସ୍ଥବିର ବାଲିର ଦେହ ଯେବେ ଦିଏ ଆଉଁସି ଆଉଁସି, ମୁଁ ଯାଇ ବିବ୍ରତ ହୋଇ ଭେଦି ଖରା ଦୀପହର ତପ୍ତ ଧୂସରତା ମୋର ପିତୃପୁରୁଷର ସ୍ମୃତି ଖୋଜେ ତୁମର ଏ ବିବର୍ଣ୍ଣ ଦେହରେ। ତୁମେ କୁହ କଥା, କୁହ ଘାସ ଆଉ ପତରର ଗୋପନୀୟ କଥା, ଘାଟି ବଣ ଜଙ୍ଗଲର କଥା ଯେତେ, ଶିଉଳି ଶାମୁକା ଆଉ ସମୁଦ୍ରର କଥା। ବିଷର୍ଣ୍ଣ ରାତିରେ ଛିନ୍ନ ବଉଦରେ ବିବର୍ଣ୍ଣ ଜହ୍ନର ଏପାରିରୁ ଭାସିଯାଇ ସେପାରିରେ ମରିଯିବା କଥା। ଚୈତ୍ରର ଜୀର୍ଣ୍ଣ ଦେହ ଏବାଲିର ଛୋଟ ଛୋଟ ଭଉଁରୀ ଭିତରେ ଏପାଖ ସେପାଖ ଯାଏ ଉଡ଼ି ଉଡ଼ି। ତୁମେ ନିଅ ସାଉଁଟି ସାଉଁଟି, ତୁମେ ପୁଣି ଭଲ ପାଅ, ତୁମେ ପୁଣି ହାତ ଧରି ଡାକ, ତୁମର ଆତ୍ମା ବା କାହିଁ, ମୋ ଦେହ ବା ଜୀବନ୍ତ କେଉଁଠି। ମେଘର ଇସ୍ପାତ ଦେହ ସ୍ଥିର, ପୁଣି ବାଧା ପାଏ ସେଠି ତୁମ ମନର କପୋତ। ଆଖିର କପୋତ ମୋର ଫେରିଆସେ ଯେତେବେଳେ ଆକାଶର ଭ୍ରାନ୍ତି ପାରି ହୋଇ, ତୁମର ଦେହରେ ଏହି କ୍ଳାନ୍ତି ଆଉ ଭୋକ ଶୋଷ ଉତ୍ତେଜନା ଖେଦ ଆଉ କୋହର ଭିତରେ ମୋ ଦେହର ସ୍ୱପ୍ନ ଧରି ବୋହିଯାଏ ସମୟର ନଈ। ନିସ୍ତବ୍ଧ ଦୀପହରେ ପତ୍ରଝଡ଼ା ଶୋଭେ ନାହିଁ ଖରାର ନିଶ୍ୱାସ, ଝାଉଁ ବଣ ମିଶିଯାଏ ଧୂଆଁ ହୋଇ ଆକାଶ ଭିତରେ। ମନେ ମୋର ପଡ଼େ ନାହିଁ କେବେ ମୋର ଆଖିର କପୋତ ତୁମର ସନ୍ଧାନ ଦିନେ ପାଇଥିଲା କଟକ ବା ଉଜ୍ଜୟିନୀ ସହର ପ୍ରାନ୍ତରେ। ବୌଦ୍ଧିକ କବିତା ଆଖିର କପୋତ ମୋରର ସମୀକ୍ଷା। ବୁଦ୍ଧିରୁ ବୌଦ୍ଧିକ କବିତାର ଉତ୍ପନ୍ନ ହୋଇଥାଏ। କବିତା ବା ପଦ୍ୟ ସରଳ ଓ ଜଟିଳ ହୋଇ ଦୁଇଟି ଉପାୟରେ ପ୍ରକାଶିତ ହୋଇଥାଏ, ଅଭିବ୍ୟକ୍ତି ଲାଭ କରିଥାଏ। ସରଳ କବିତା ସହଜରେ ବୁଝି ହୋଇଯାଏ। ଜଟିଳ କବିତା ଆବରଣଯୁକ୍ତ ଥିବା ହେତୁ, ଉପମା ପ୍ରତୀକ ଚିତ୍ରକଳ୍ପ ଯୁକ୍ତ ଥିବା କାରଣରୁ, ବଙ୍କା ଉପାୟରେ ପ୍ରକାଶିତ ହୋଇଥିବାରୁ ସହଜରେ ମାନେ ପ୍ରଥମ ପାଠରେ ବୁଝି ହୋଇ ନଥାଏ। କବିତା ଜଟିଳ ହେବାର କାରଣ, ସେଥିରେ ଆବେଗ ଅପେକ୍ଷା ବୁଦ୍ଧିର ବିନିଯୋଗ ବେଶୀ। ଆବେଗ କହିଲେ ଚଞ୍ଚଳ ବା ଶୀଘ୍ର ଭାବନାର ପ୍ରକାଶ। କବିତାର କାବ୍ୟିକ ମନୋଭାବକୁ କେମିତି ଚଞ୍ଚଳ ପ୍ରକାଶ କରିଦେବାର ଭାବନାଟି ହେଉଛି ଆବେଗ ବା ଇଂରାଜୀର ଇମୋସନ୍। ଅପରପକ୍ଷରେ ବୁଦ୍ଧି ବା ପ୍ରଜ୍ଞା ଭାବି ଭାବି, ରହି ରହି, ଚିନ୍ତା କରି କରି ପ୍ରକାଶିତ ହୋଇଥାଏ। ଏମିତି ହେଲା ନାହିଁ, ସେମିତି ହେବ, ସେମିତି ହେଲା ନାହିଁ, ଏମିତି ହେବ, ଏହି ଦ୍ୱନ୍ଦ୍ୱଶୀଳ ଚିନ୍ତାରେ ଦୁଇ ପ୍ରକାର ଭାବନାକୁ ନେଇ ପ୍ରକାଶର ମାନେ ବୁଦ୍ଧି ବା ପ୍ରଜ୍ଞା। ଯାହାଦ୍ୱାରା କବିତାର ଜଟିଳ କୁଟିଳ ପ୍ରକାଶ ହୁଏ। କୁଟିଳ ପ୍ରକାଶରେ ବୁଦ୍ଧି ଥାଏ, ସରଳ ପ୍ରକାଶରେ ମନର ଚାଞ୍ଚଲ୍ୟ ବା ଚଞ୍ଚଳତା ଥାଏ। ଆସନ୍ତେ ବର୍ଷାକାଳ ନିଦାଘ ଶେଷେ, ଘୋଟଇ ମେଘମାଳ ଆକାଶ ଦେଶେ। ଏହା କବିର ସରଳ ସହଜ ମନର ଉପମା ରୂପକ ପ୍ରତୀକ ଚିତ୍ରକଳ୍ପ ନଥିବା ଯୁକ୍ତ ଆବରଣହୀନ ଭାଷାର ପ୍ରକାଶର କାବ୍ୟିକ ଅଭିବ୍ୟକ୍ତି, ଯୋଉଥିପାଇଁ ସହଜରେ ପ୍ରଥମ ପାଠରେ ବୁଝି ହୋଇଯାଏ। ପ୍ରକାଶରେ ଯୋଉଠି କଷ୍ଟକରତା ନାହିଁ, ବୁଝିବାରେ ସେଠି କଷ୍ଟକରତା ଆସିବ ନାହିଁ। ବୁଝିବା ଏକାନ୍ତ ସହଜ ହେବ। ବୁଦ୍ଧି କବିତାକୁ ଜଟିଳ କରାଏ। ଆଖିର କପୋତ ମୋର କବିତାଟି ବୁଦ୍ଧିର ବ୍ୟବହାର ପାଇଁ ଜଟିଳ କୁଟିଳ ବୌଦ୍ଧିକ ହୋଇଛି ତାହାର ପ୍ରକାଶକରଣରେ, ଯେଉଁଥିରେ ରହିଛି କବିର ଚମତ୍କାରିତା ବା ଆଶ୍ଚର୍ଯ୍ୟପଣ। କବି ପ୍ରଲେପ ଆବରଣଯୁକ୍ତ ଭାଷା ବ୍ୟବହାର କରିଛନ୍ତି, ଯୋଉଥିପାଇଁ କବିତା ପଢ଼ିବାରେ ଭଲ ଲାଗିଲେ ମଧ୍ୟ ବୁଝିବା ସହଜ ନଥିବାରୁ କବିତା ଅଧିକାଂଶତଃ ଭୁଲ ଅର୍ଥ ବକ୍ତାକୁ ନେଇ ପ୍ରକାଶିତ କରିଛି। ଦର୍ଶନ ଓ ପଠନ ଉଭୟଥିରେ ଦେଖିବାକୁ ମିଳିଛି। ସଂସ୍କୃତ କବିତାର ରଚୟିତା ହେଉଛନ୍ତି
କବି ଗୁରୁପ୍ରସାଦ ମହାନ୍ତି, ଯିଏକି ଇଂରାଜୀ ଅଧ୍ୟାପକ, ବିଜେବି କଲେଜ ଭୁବନେଶ୍ୱରର ଅଧ୍ୟକ୍ଷ ଏବଂ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଥିଲେ। ଅବଶ୍ୟ କବିତାଟି ପୂରାପୂରି ଅବୋଧ୍ୟ ଆଦୌ ନୁହେଁ, କେତେକାଂଶରେ ଦେଖିବାକୁ ମିଳେ। ବ୍ୟକ୍ତିବାଚକ ଶୈଳୀ, ଆତ୍ମମୁଖୀନ ରୀତିରେ କବିଙ୍କର ଏହା ନିଜସ୍ୱ ଅଭିବ୍ୟକ୍ତି ହୋଇଅଛି। ପାରିବାରିକ ଦାମ୍ପତ୍ୟ ଜୀବନର ଭାବ ଅଭିବ୍ୟକ୍ତି ଦେଇଥାଏ। କବି ନିଜର ପ୍ରେମିକ ବୈବାହିକ ଜୀବନର କଥା ନିଜର ପ୍ରିୟତମା ପତ୍ନୀଙ୍କୁ ଶୁଣାଇଛନ୍ତି। ଏଇଭଳି ଢଙ୍ଗରେ କବିତାଟି ରଚିତ। ଶୈଳୀ ଦୃଷ୍ଟିରୁ ସମ୍ବୋଧନାତ୍ମକ। ପ୍ରେମିକାଙ୍କୁ ସମ୍ବୋଧନାତ୍ମକ ଛଳରେ କବି କହୁଛନ୍ତି କି ତାଙ୍କର ଆଖିର କପୋତ ବା ଚାହାଣୀର ସରଳତା, ନିରୀହତା, ସହଜତା ରୂପକ ମନ ବା ଆତ୍ମା ଆକାଶ ଭଳି ବ୍ୟାପ୍ତ ଓ ଉଚ୍ଚ ଆକାଂକ୍ଷା ସମ୍ପନ୍ନ ହୋଇଛି। ବଡ଼ ବଡ଼ ଆଶା ଜୀବନରେ କରିଛି ଯୁବକ ତଥା ନବବିବାହିତ ଥିବା କାରଣରୁ। ପରନ୍ତୁ ପରମୁହୂର୍ତ୍ତରେ କବିମନ ଭାବିଛି କି ତାଙ୍କର ଆକାଶ ଭଳି ପରିବ୍ୟାପ୍ତ ଉଚ୍ଚ ଅସଂଖ୍ୟ ଆଶାମାନ ସବୁ ପରିସ୍ଥିତି ପରିବେଶର ଇସ୍ପାତ ବା ଧାରୁଆ ପ୍ରତିବନ୍ଧକ ପାଇଁ ଭାଙ୍ଗିଯିବ, କଟିଯିବ, ଚୁରମାର ହୋଇଯିବ। ପ୍ରତ୍ୟେକ ଆଶା ପୂରଣ ହୋଇପାରିବ ନାହିଁ। ଜୀବନ ପ୍ରତିଦିନ ବିତେ, ଦିନେ ଅଧେ ବିତେ ନାହିଁ। କାରଣ ବଞ୍ଚିଛି, ଜୀବନ୍ତ ଅଛି, ସେଥିପାଇଁ ସବୁଦିନ ବା ପ୍ରତିଦିନ ବିତିବ। ଆଉ କବି ପେଟପାଟଣ ବା ଉପାର୍ଜନ ପାଇଁ ଏମିତି ବାହାରକୁ ଯାଉଥିବେ, ଆଉ ତାଙ୍କ ପ୍ରାଣପ୍ରିୟା ପତ୍ନୀ ପ୍ରତିଦିନ ସ୍ୱାମୀଙ୍କ ଘରବାହୁଡ଼ାକୁ ପ୍ରତୀକ୍ଷା କରି ରହୁଥିବେ। ଯେହେତୁ ସ୍ୱାମୀ ବିନା ସ୍ତ୍ରୀର ବଞ୍ଚିବାର ଅନ୍ୟ ଚାରା ବା ଉପାୟ ନାହିଁ, ପତିପତ୍ନୀର ଜୀବନ ବିତାନ ପାରସ୍ପରିକ ଭରସାୟିତ ହୋଇଥାଏ। କବିତାଟି ସମ୍ବୋଧନାତ୍ମକ। କବି ନିଜର ପ୍ରାଣପ୍ରିୟା ପତ୍ନୀଙ୍କୁ ଡାକି କହୁଛନ୍ତି ତାଙ୍କର ଆଖିର କପୋତ ବା ଚାହାଣୀର ସରଳତା, ନିରୀହତା। ଜୀବନରେ ବହୁତ ବଡ଼ ବଡ଼ କାମନା କରିଛି, କିନ୍ତୁ ସବୁ ଆଶା ପରିସ୍ଥିତିର ଧାରୁଆ ପ୍ରତିବନ୍ଧକ ପାଇ ବିଫଳ ହୋଇପାରେ। ମଣିଷର ଜୀବନରେ ବାର୍ଦ୍ଧକ୍ୟ, ରୋଗ ଅଛି ଏବଂ ଶେଷରେ ମୃତ୍ୟୁ ଭୋଗିବ। ଜୀବନର ଏହା ହିଁ ସ୍ଥିତି। ପୁଣି ଜୀବନ ରହସ୍ୟମୟ ବା ଗୋପନୀୟ। ଭବିଷ୍ୟତ କାଳର ଅଜଣା ଅଦେଖାପଣ ପାଇଁ ଜୀବନକୁ ସର୍ବଦା ସବୁବେଳେ ବୁଝି ହୋଇ ନଥାଏ। କବି ସମୁଦ୍ରକୁ ଦେଖିବାକୁ ବୁଲିବାକୁ ଯାଇ ସମୁଦ୍ର କୂଳରେ ବସି ଉଚ୍ଚ ଉଚ୍ଚ ଢେଉକୁ ନିଜର ଛୋଟ ହାତରେ ଧରିଛନ୍ତି। ସମୁଦ୍ରର ବିରାଟ ଉଚ୍ଚ ଉଚ୍ଚ ଢେଉ ତୁଳନାରେ ହାତ ପାପୁଲି ଛୋଟ ହିଁ ରହିବ। ସ୍ଥିର ହୋଇ ରହିଥିବା ବାଲିର ଗଦାକୁ, ବାଲି ଜାଗାକୁ ବସିଥାଇ କୋମଳ ହାତ ସ୍ପର୍ଶରେ କବି ଆଉଁସି ଦେଇଛନ୍ତି। କେବେ ପୁଣି ଗ୍ରୀଷ୍ମ ଋତୁର ଖରା ଦିନରେ ପ୍ରଚଣ୍ଡ ଖରାରେ ରହି ଝାଳନାଳରେ ଅସ୍ତବ୍ୟସ୍ତ ହୋଇ ଦିନ ଦ୍ୱିପ୍ରହରରେ ଘରକୁ ଫେରିଛନ୍ତି। ବିଶ୍ରାମ ନେଇ ଦେହରୁ ଝାଳ ଶୁଖିଗଲା ପରେ ଗାଧୋଇ ଖାଇ ପିଇ ଖଟ ଉପରେ ଶୋଇ ରହିଥିବା ବେଳେ ନିଜ ପତ୍ନୀଙ୍କ ସହିତ ଶାରୀରିକ ସମ୍ପର୍କରେ ମିଶି ନିଜର ପ୍ରଥମ ସନ୍ତାନ ପୁତ୍ର ହେବାର କାମନା କରିଛନ୍ତି। କାରଣ ତାଙ୍କର ପୁତ୍ର ତାଙ୍କର ପିତୃବଂଶକୁ ରକ୍ଷା କରିବ। ଗର୍ଭବତୀ ଥିବାରୁ କବିଙ୍କର ପତ୍ନୀଙ୍କର ପେଟ ଫୁଲି ବଡ଼ ହୋଇ ଯାଇଥିବାରୁ କବିଙ୍କର ସ୍ତ୍ରୀ ବର୍ଣ୍ଣହୀନା ବା ଅସୁନ୍ଦରୀ ଦିଶୁଛନ୍ତି। ଆଉ ସେହି ବିବର୍ଣ୍ଣ ବା ଅସୁନ୍ଦର ଦିଶୁଥିବା ଦେହର ପେଟରେ କବିଙ୍କର ପୁଅପିଲା ପ୍ରତିପାଳିତ ହେଉଅଛି ବୋଲି କବି ଭାବିଛନ୍ତି। କବି ନୂଆ ନୂଆ ବିବାହ କରିଥିବା ସମୟରେ ପାର୍କର ଘାସ ପଡ଼ିଆରେ ଗଛତଳ ଛାଇରେ ବସିଥିବା କଥା ମନେ ପକାଇଛନ୍ତି। ସ୍ତ୍ରୀଙ୍କୁ କହିଛନ୍ତି। ସେହି ବସିଥିବା ବେଳେ ସ୍ତ୍ରୀଙ୍କ ସହିତ ଧୀରେ ଧୀରେ ପ୍ରେମାଳାପ ବି କରିଛନ୍ତି। କାରଣ ବଗିଚାରେ ଅନ୍ୟାନ୍ୟ ଲୋକମାନେ ବି ବୁଲୁଥିଲେ। ସେମାନେ କେମିତି ନ ଶୁଣିପାରିବେ ସେ ଲାଗି ଚୁପ୍ ଚୁପ୍ ଆସ୍ତେ ଆସ୍ତେ ଦୁହେଁ କଥାବାର୍ତ୍ତା କରୁଥିଲେ। ଘାଟିବଣ ରାସ୍ତା ପାରି ହୋଇ ଜଳପ୍ରପାତର ଦୃଶ୍ୟ ଦୁହେଁ ମିଳିମିଶି ଦେଖିଥିଲେ। ଶିଉଳି ଶାମୁକା ବିଶିଷ୍ଟ ନଦୀ ଓ ପୋଖରୀରେ ବସିଥିଲେ। ହୁଏତ ଗାଧୋଇ ବି ଥାଇପାରିଥାନ୍ତି। ସମୁଦ୍ର ବୁଲିଯିବା କଥା ବି କହୁଥିଲେ। ଦୁଃଖପୂର୍ଣ୍ଣ ରାତିରେ କବିଙ୍କର ମନ ଦୁଃଖିତ ଥିବାରୁ ସେ ଘର ଅଗଣାକୁ ଚାଲିଆସି ଉପର ଆକାଶକୁ ଚାହିଁ ଦେଖିଛନ୍ତି। ଜହ୍ନ ମେଘ ପରିପୂର୍ଣ୍ଣ ଆକାଶର ବଉଦ ତଳେ ଲୁଚି ରହି ମଳିନ ଦିଶୁଥିଲା। ଜହ୍ନ ଯେମିତି ଆକାଶର ଏକ ପାର୍ଶ୍ୱରୁ ଉଦୟ ହୋଇ ଅପର ପାର୍ଶ୍ୱରେ ଯାଇ ଅସ୍ତ
ପରାସ୍ତ ହୁଏ। ଜୀବନ ଠିକ୍ ସେମିତି ସମୟର ଏକ ପାର୍ଶ୍ୱରେ ଥାଇ ଜନ୍ମ ହୋଇ ବାର୍ଦ୍ଧକ୍ୟର ଅପର ପାର୍ଶ୍ୱକୁ ଯାଇ ମରେ। ସମୟ ହେଉଛି ସ୍ରୋତ ବା ବହମାନ, ସେ ଲାଗି କବି ଭାସିଯାଇ ଶବ୍ଦ ପ୍ରଯୁକ୍ତ କରିଛନ୍ତି। କବିତାରେ ମଣିଷର ଦୁର୍ଲଭ ଜୀବନର ଦୁଇଟି ଅବସ୍ଥାର କଥା ବର୍ଣ୍ଣିତ। ଯୌବନର କଥାର ବର୍ଣ୍ଣନା ସରିବା ପରେ କବି ନିଜର ବାର୍ଦ୍ଧକ୍ୟର ବିବରଣୀ ଦେଇଛନ୍ତି। ଚୈତ୍ର ଋତୁରେ ଗଛରୁ ପତ୍ର ଝଡ଼ିବା ଭଳି କବିଙ୍କର ଜୀବନ ବୃକ୍ଷରୁ ଯୌବନର ପତ୍ର ଝଡ଼ି କବିଙ୍କୁ ବୁଢ଼ା କରିଦେଇଛି। କବି ବାଲିର ପିମ୍ପୁଡ଼ି ଦ୍ୱାରା ବାଲିରେ ଭଉଁରୀ ସୃଷ୍ଟି କରିଥିବା ଭଳି କବି ବୁଢ଼ା ଯୋଗୁଁ ରାସ୍ତାରେ ବାଟ ଚାଲୁଥିବା ବେଳେ ହଲି ଦୋହଲି ଯାଇଛନ୍ତି। ଥରି ଥରି ଚାଲୁଥିବା ବୁଢ଼ା ସ୍ୱାମୀଙ୍କୁ ସ୍ତ୍ରୀ ଧରି ବାଟ ଚଲାଉଛନ୍ତି। ପଡ଼ିଯାଉଥିବା ବୁଢ଼ା ସ୍ୱାମୀଙ୍କୁ ଧରି ତଳୁ ଉଠାଇ ଗୋଟାଇବା ରୀତିରେ ଧରୁଛନ୍ତି। ମନମାଳିନ୍ୟରୁ, କଳି ଝଗଡ଼ାରୁ ପୁଣି ସ୍ୱାମୀ ସ୍ତ୍ରୀ ଦୁହିଁଙ୍କର ମନ ମିଶିଛି, ଭଲ ପାଇବା ଦେଖା ଦେଇଛି। ଦୁହେଁ ହାତ ଧରାଧରି ହୋଇ ଜୀବନ ପଥ ଅତିକ୍ରମ କରୁଛନ୍ତି। ଚିନ୍ତାଧାରା ବାଧା ପାଉଥିବାରୁ ଦୁହିଁଙ୍କ ମନ ବେଳେବେଳେ ମିଶିପାରିନି। ଜୀବନ ମୃତ ଅବସ୍ଥାରେ ଦୁହେଁ ବଞ୍ଚିଛନ୍ତି। ଜୀବନ ଆକାଶରେ ମନମାଳିନ୍ୟର ଧାରୁଆ ଇସ୍ପାତ ଦେହ ଦୁହିଁଙ୍କୁ ମିଳିମିଶି ଚଳିବାରେ ଆଘାତ ଦେଇଛି। ସରଳ ନିରୀହ ମନ କପୋତ ପକ୍ଷୀ ଦୁଃଖୀ ହୋଇଛି। ସବୁ ଉଚ୍ଚ ଆଶା ପୂରଣ ହେବାର ମନୋଭାବ ମଉଳିଛି। ଯାହାକି ମନର ଭୁଲ ଧାରଣା ଥିଲା। ଜୀବନରେ ଭୋକ ଶୋଷ ଥିବା ଭଳି ଜୀବନ ବି ହାଲିଆ ହୁଏ, କାନ୍ଦେ, ଲୁହ ବୁହାଏ, ଉତ୍ତେଜନା ବା ଟେନସନରେ ରହେ। ଆଶା ପୂରଣର ସ୍ୱପ୍ନ ଭାଙ୍ଗିଲେ ମଧ୍ୟ ମଣିଷ ବାରମ୍ବାର ଏବଂ ପୁନର୍ବାର ଆଶାୟୀ ହୁଏ। କାରଣ ମଣିଷ ଆଶାରେ ହିଁ ବଞ୍ଚେ। ଜୀବନର ବହମାନ ନଦୀ ସମୟ ସ୍ରୋତରେ ବହିଥାଏ। ଖରାବେଳର ଶୂନଶାନ ଦ୍ୱିପ୍ରହରରେ ଲୋକେ ଘରେ ଥିବାରୁ ଗଛର ପତ୍ରଝଡ଼ାକୁ ଶୁଣିପାରି ନାହାନ୍ତି। ଘରେ ଥିବାରୁ ଖରାର ଟାଣପଣ ମଧ୍ୟ ଦେହକୁ ବାଧି ନଥାଏ। କବି ଯୌବନ ସମୟରେ ସମୁଦ୍ର ଦେଖି ସମୁଦ୍ର କୂଳର ଝାଉଁବଣରେ ପ୍ରିୟା ସହିତ ବୁଲିଥିବାକୁ ମନେ କରିଛନ୍ତି। ଝାଉଁବଣର ଉପରି ଭାଗରେ ମେଘ ଭାସି ବୁଲୁଥିବା କାରଣରୁ ଝାଉଁବଣର ଉପରି ଭାଗ ସ୍ପଷ୍ଟ ଦିଶୁନଥିଲା। ବାର୍ଦ୍ଧକ୍ୟ ହେତୁ କବିଙ୍କର ମତିଭ୍ରମ ଘଟୁଥିବା କାରଣରୁ ସେ ଦ୍ୱନ୍ଦ୍ୱରେ ପଡ଼ି ସଠିକ୍ ମନେ ପକାଇ ପାରୁନଥିଲେ କି କବି ନିଜର ପ୍ରିୟାଙ୍କୁ ପ୍ରକୃତରେ ମଧ୍ୟପ୍ରଦେଶର ଐତିହାସିକ ରାଜରାଜୁଡ଼ା ସହର ଉଜ୍ଜୟିନୀରେ ଅଥବା ଓଡ଼ିଶାର ତତ୍କାଳୀନ ସେହିପରି ଅପର ରାଜରାଜୁଡ଼ା ଶାସିତ ସହର କଟକରେ ସତରେ କ'ଣ ପାଇଥିଲେ। ପ୍ରେମ କରିବା ରୀତିରେ ସରଳ ମନର ଆଶାରେ କବି ପ୍ରେମିକାଙ୍କ ସହିତ ସହଜରେ ପ୍ରେମ ରଚନାକାରୀ ଥିଲେ। କପୋତ ପକ୍ଷୀ ପ୍ରତୀକଟି ଶବ୍ଦର ଚିତ୍ରକଳ୍ପନାଟି ଜୀବନ ଚାହାଣୀର ସାରଲ୍ୟ ଏବଂ ନିରୀହତା ଅର୍ଥରେ ବ୍ୟବହୃତ। ଯେହେତୁ କପୋତ ନିରୀହ ପକ୍ଷୀ, ଏହାର ସ୍ଥିତି ଭାଗବତ ଗ୍ରନ୍ଥରେ କପୋତ ପକ୍ଷୀ ଗୁରୁମୋର ନାମରେ ଏବଂ କବି ବେଣୁଧର ରାଉତଙ୍କ ରଚିତ ନୂତନ ବର୍ଷ ଓ କପୋତ ନାମକ କବିତାରେ ମଧ୍ୟ ରହିଅଛି।